ए देख तमर देइची गोटे वाक्य रे उत्तर लेख प्रत्येक प्रश्नर मूल्य होउची केते मार्क एक 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 मार्क नंबर हैला एक मार्क तमर जो बही रे देइची केतेटा पछरे देइची क्वेश्चन गुडाक से क्वेश्चन गुडार मु डिस्कशन कर दउची हैला हाँ सर ए जो एटा मल्टीपल नाही मल्टीपल मु तमर डिस्कशन कर देइची ताक बाछि की लेखिबो सेटा अछि तापर ए सब जो ए क्वेश्चन गुडाक गोटे वाक्य रे उत्तर लेख को तमे गोटे वाक्य रे उत्तर पूरा लेखिबो माने टोटाली खाली खाली आंसर गुडाक तळकु तळ करिके लेखिबो नाही हैला गोटे वाक्य रे लेखिबो बुझि पारलो हाँ सर बुझी पारिलु देखो तम प्रथम क्वेश्चन अछि बही बही पछरे अछि हैला हाँ क्वेश्चन गुडा देइछि ताको मु आलोचना करूछि से कहिछि जे बड़पण कविता राधानाथଙ୍କ केउ काव्यरु आसी अछि केउ काव्यरु आसी अछि दरबार काव्यରୁ दरबार 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 हेले उत्तर होउछि दरबार किमिति लेखिबो बड़पण कविता राधानाथଙ୍କ ବଡପଣ बड़पण କବିତା ରାଧାନାଥଙ୍କ ବଡପଣ କାବ୍ୟରୁ ଆସେ अरे बड़पण काव्य आसीछि कोन बड़पण कविताटा कोउठु आसीछि से पचारुछि तम बड़पण काव्यरु दरबार आसी काव्यରୁ ଆସିଅଛି हां दरबार काव्यରୁ ଆସିଅଛି ଦରବାର काव्यରୁ ଆସିଅଛି ये पचारुछि हां से पचारुछि तमरो जो बड़पण कविताटा राधानाथଙ୍କର केउ काव्यरु आसीछि उत्तर होउछि सुन उत्तर होउछि बड़पण एमिति लेखिबो बड़पण कविता राधानाथଙ୍କ दरबार काव्यरु आसीଅଛି ଆସିଅଛି बुझिला हाँ सर ई भलिया एमिति लेखा हबा आ तमे कहउछ बड़पण काव्यरु आसीछि या भूल बुझिला हाँ सर हाँ, प्रथम सर। गला आ जो क्वेश्चन मार्क अछि ताकू उठे दबो हाँ हला सर पुनच्छेद दे दबो सरला हाँ सर द्वितीय द्वितीय दरबाରରେ ଯୋଗ ଦେଇଥିବା ରାଜା ଓ ଜମିଦାର ମାନେ କଣ ବିକି ଭାଙ୍ଗି ଖାଉଥିଲେ କଣ ବିକି ଭାଙ୍ଗି ଖାଉଥିଲେ ଦରବାରରେ ଯୋଉ ରାଜା ମାନେ ରାଜା ଜମିଦାର ମାନେ ଯୋଉ ଯୋଗ ଦେଇଥିଲେ ସେମାନେ କଣ ବିକି ଭାଙ୍ଗିକି ଖାଉଥିଲେ ତାଙ୍କ ପାଖରେ କଣ ଥିଲା ଯେ ବିକି ଭାଙ୍ଗିକି ଖାଉଥିଲେ ପୂର୍ବ ପୁରୁଷର ପୂର୍ବ ବିଶାଳ ପୁରୁଷ ପ୍ରତିଷ୍ଠା ବିଳାସ ପ୍ରତିଷ୍ଠା ବିକି ଭାଙ୍ଗି ଖାଉଥିଲେ ବିଶାଳ ଦରବାରରେ ବିଶାଳ ଯୋଗ ତମର ଦେଇଥିବା ଶୁଣ ତମ କବିତାରେ ଅଛି हाँ सर ଥାର୍ଡ ଲାଇନ ତୃତୀୟ ଧାଡିରେ ଅଛି ହଁ ପୂର୍ବ ପୁରୁଷ ପ୍ରତିଷ୍ଠା ବିଶାଳ ବିକି ଭାଙ୍ଗି ଖାଉଥିବ କେତେ କାଳ ନା ନାଇଁ କଣ ହଁ ସାର୍ ଖାଉଥିଲେ ହଁ ସାର୍ ସେମାନେ ପୂର୍ବ ବିଶାଳ ପୁରୁଷର ପ୍ରତିଷ୍ଠାକୁ ଭାଙ୍ଗି ଖାଉଥିଲେ ବିଶାଳ ସାର୍ ପ୍ରତିଷ୍ଠା ହେଲା ତମେ କଣ ଲେଖିବ ଦରବାରରେ ଯୋଗ ଦେଇଥିବା ରାଜା ଓ ଜମିଦାର ମାନେ ପୂର୍ବ ପୁରୁଷର ବିଶାଳ ପ୍ରତିଷ୍ଠା କୁ ବିକି ଭାଙ୍ଗି ଭାଙ୍ଗି ଖାଉଥିଲେ ବିକି ତାକୁ ଭାଙ୍ଗି ନାହିଁ ଖାଉଥିଲେ ଆଉ ତାକୁ ଲଗାଅନି हाँ सर କଣ ବିକି ଭାଙ୍ଗି ଖାଉଥିଲେ ପୂର୍ବ ପୁରୁଷର ବିଶାଳ ପ୍ରତିଷ୍ଠା ବିଶାଳ ବିକି କୁ ଭାଙ୍ଗି ଖାଉଥିଲେ ହେଲା ହଁ ବୁଝିପାରିଲ हाँ सर ହଁ ସାର୍ କିଏ ବନି ଶିଖା ପରି ସଦା ଊର୍ଧ୍ୱଗାମୀ ଥିଲେ ଉତ୍କଳର ରାଜା ବା ଗଜପତି ସାର୍ ଉତ୍କଳ ରାଜା କିଏ ବନି ଶିଖା ପରି ସଦା ଊର୍ଧ୍ୱଗାମୀ ଥିଲେ ନା ଉତ୍କଳର ଉତ୍କଳର ରାଜା ବା ଗଜପତି ମାନେ ଗଜପତି ଶିଖା ବା ପରି ସ୍ୱାମୀ ସଦା ଊର୍ଧ୍ୱଗାମୀ ଥିଲେ ସେ କବିତାରେ ଅଛି ହଁ ସାର୍ ଆଗେ ଥିଲେ ଯେଉଁ ଉତ୍କଳର ସ୍ୱାମୀ ବନି ଶିଖା ପରି ସଦା ଊର୍ଧ୍ୱଗାମୀ हाँ सर ହେଲେ ଏଇଠି କିଏ ବି ବନି ଶିଖା ପରି ସଦା ଊର୍ଧ୍ୱଗାମୀ ଥିଲେ ଉତ୍କଳର ରାଜା ବା ଗଜପତି ରାଜା ଉତ୍କଳର ରାଜା ବା ଗଜପତି ଯାହା ଲେଖୁଛ ଲେଖ ବା ସ୍ୱାମୀ ଲେଖୁଛ ଲେଖ ଚଳିବ ହଁ ସାର୍ ଯୋଉଟା ଏବେ ଗୋଟେ ଲେଖିବ ହେଲା ହଁ ଉତ୍କଳର ଗଜପତି ବନି ଶିଖା ପରି ସଦା ଊର୍ଧ୍ୱଗାମୀ ଥିଲେ ହେଲା हाँ सर ହଁ ସେ କହୁଛି ବନି ଶିଖାର ଧର୍ମ କଣ
ऊर्ध्वगामी। ऊर्ध्वगामी सर बन्ही ସଦା ଶିକାର ସଦା ऊर्ध्वगामी ଶିକ୍ଷାର ଉର୍ଦ୍ଧ୍ୱଗାମୀ। ଧର୍ମ କଣ? ହଁ, ବହ୍ନି ଶିକ୍ଷାର ସଦା ଧର୍ମ ଉର୍ଦ୍ଧ୍ୱଗାମୀ ହେଉଛି ହବ। ବହ୍ନି ଶିକ୍ଷାର ଧର୍ମ ହେଉଛି ସଦା ଊର୍ଧ୍ୱଗାମୀ। ऊर्ध्वगामी ହୁଁ। ସଦା ଉର୍ଦ୍ଧ୍ୱଗାମୀ। ସଦା କାହିଁ ଲଗେଇବ? ସଦା ନାହିଁ। ହୁଁ ବହ୍ନି ହଁ ଶିକ୍ଷାର ସାର୍। ଧର୍ମ ହେଉଛି ଊର୍ଧ୍ୱଗାମୀ। ହଁ ସଦା ଲଗାଅ, ଯେ ହଁ ଲଗଉଛ ଲଗାଅ ସଦା, ହେଲା। ସଦା ହଁ ଊର୍ଧ୍ୱଗାମୀ, ବୁଝିଲା? ହଁ ତାପରେ ନେକ୍ସଟ ହଁ କ୍ୱେଶ୍ଚିନ୍, ଜଳଧାରାର ଧର୍ମ କଣ? ନିମ୍ନଗାମୀ। ନିମ୍ନ କରିବା ନିମ୍ନଗାମୀ। ହଁ ଜଳଧାରାର ଦେଖିବ, ଜଳଧାରାର ଧର୍ମ ହେଉଛି ସଦା ନିମ୍ନଗାମୀ। ନିମ୍ନଗାମୀ, ହେଲା। ହଁ ସାର୍ ନେକ୍ସଟ, ପୂର୍ବ ରାଜାମାନଙ୍କର ବଂଶଧର ହୋଇ ଆଜିର ରାଜା ଜମିଦାର ମାନଙ୍କର କିପରି ଅବସ୍ଥା ହୋଇଛି? ପୂର୍ବ ରାଜାମାନଙ୍କର ବଂଶଧର ହୋଇ ଆଜିର ରାଜା ଜମିଦାର ମାନଙ୍କର କିପରି ଅବସ୍ଥା ହୋଇଛି? ସେମାନେ ହଉଛନ୍ତି ପୂର୍ବ ରାଜା ମାନଙ୍କର ବଂଶଧର, ହଁ ହେଲା। ସାର୍ ହୁଁ ଆଜିର ଏଇ ଯୋଉ ରାଜା ଜମିଦାର ମାନଙ୍କର ଅବସ୍ଥା କଣ ହେଇଛି? କଣ ହେଇଛି ଅବସ୍ଥା? ଆଁ? ଜଳଧାରା ଅଧୋଗତି ହୋଇଯାଇଛି। ଜଳଧାରା ପରି, ହେଲା। ସେମାନେ ସେ କହିଛି ସେଥିରେ ହଁ ଆଗେ ଥିଲେ ଯେ ହଁ ଉତ୍କଳର ସ୍ୱାମୀ ବହ୍ନି ଶିଖା ପରି ସଦା ଊର୍ଧ୍ୱଗାମୀ। ऊर्ध्वगामी ହଁ ସାର୍ ହୁଁ। ତେଣୁ ତୁମେ ସେଇ ବଂଶର ସନ୍ତତି, ଜଳଧାରା ପରି ହେଲ ଅଧୋଗତି, ହେଲା। ହେଲେ କଣ ହବ? ଜଳଧାରା ପରି ଅଧୋଗତି। ଅଧୋଗତି ହୁଁ। ହଁ ପୂର୍ବ ରାଜା ମାନଙ୍କର ବଂଶଧର ହୋଇ ଆଜିର ରାଜା ଓ ଜମିଦାର ମାନଙ୍କର ଜଳଧାରା ପରି ଅଧୋଗତି ଅବସ୍ଥା ହୋଇଛି, ହେଲା। ହଁ ସାର୍ ଜଳଧାରା ପରି ଅଧୋଗତି ଅବସ୍ଥା ହୋଇଛି। କିପରି ଉଠିଯିବ? କିପରି ଜାଗାରେ ଏଇଟା ଲାଗିବ, ହେଲା। ହଁ ପରବର୍ତ୍ତୀ, ଦରବାରରେ ଯୋଗ ଦେଇଥିବା ରାଜାଙ୍କର ପିତୃଗଣ କିପରି ଥିଲେ? ଦରବାରରେ ଯୋଗ ଦେଇଥିବା ରାଜାଙ୍କର ପିତୃଗଣ କିପରି ଥିଲେ? କିପରି ଥିଲେ? ବନ୍ନି ଏ ଶିକ୍ଷା ଦର ପରେ ঊର୍ଧ୍ୱଗାମୀ ସାର୍ ନା ପରମ ଦୟାଳୁ, ନା ପରମ ଉଦାର? ପରମ ଉଦ୍ଧାର। ଦରବାରରେ ଯୋଗ ଦେଇଥିବା ରାଜାଙ୍କର ପିତୃଗଣ ପରମ ଉଦ୍ଧାର ଥିଲେ ସାର୍। ପରମ ଉଦାର। ହଁ ସାର୍। ତୋର ଭଲସେ ବୁଝ କୋଶ୍ଚିନ୍ କୁ, ଶୁଣା ଯାଉଛି ନା ଭଲସେ? ଦରବାରରେ ଯୋଗ ଦେଇଥିବା ରାଜାଙ୍କର ପିତୃଗଣ କିପରି ଥିଲେ? କିପରି ଥିଲେ? ঊର୍ଧ୍ୱଗାମୀ ଊର୍ଧ୍ୱଗାମୀ ଥିଲେ। କଣ କେମିତି ଊର୍ଧ୍ୱଗାମୀ ଥିଲେ? ବହ୍ନି ଶିଖା, ବନ୍ନି ଶିକ୍ଷା ପରେ ସାର୍ ହେଲା। ବହ୍ନି ଶିଖା ହଁ ପରି ଊର୍ଧ୍ୱଗାମୀ ଥିଲେ। ଏମିତି ଲେଖିବ, ଦରବାରରେ ଯୋଗ ଦେଇଥିବା ରାଜାଙ୍କର ପିତୃଗଣ ବହ୍ନି ଶିଖା ପରି ସଦା ଊର୍ଧ୍ୱଗାମୀ ଥିଲେ। ଊର୍ଧ୍ୱଗାମୀ ହୁଁ। ପରବର୍ତ୍ତୀ, କେଉଁମାନେ ରାଜ୍ୟକୁ ନିଜ ପରିବାର ପରି ମନେ କରୁଥିଲେ? କେଉଁମାନେ? ଏ ଯୋଉ ଆଜିର ରାଜା ଜମିଦାର ମାନଙ୍କର ପିତୃଗଣ, ହଁ ନାଇଁ? ସାର୍ ହଁ ତୁମ ପିତୃଗଣ ପରମ ଉଦାର ରାଜ୍ୟ ମଣୁଥିଲେ ଏକ ପରିବାର, ଅଛି। ହଁ ସାର୍ ହେଲେ କେଉଁମାନେ? ନା କେଉଁମାନେ ରାଜ୍ୟକୁ ନିଜ ପରିବାର ମନେ କରୁଥିଲେ? ନା ରାଜ୍ୟକୁ ପିତୃଗଣ, ହେଲା। ଆଜିର ରାଜା ଜମିଦାର ମାନଙ୍କ ପିତୃଗଣ ରାଜ୍ୟକୁ ନିଜ ପରିବାର ପରି ମନେ କରୁଥିଲେ, ହେଲା। ହଁ ଏବେ ରାଜା ଓ ପ୍ରଜାଙ୍କ ସମ୍ପର୍କ କିପରି ବୋଲି କୁହାଯାଇଛି? ବାଜପାରା। ପାରା ବୋଲି ସାର୍ କହିଥିଲି ଏବେ ଯୋଉ ରାଜା ଆଉ ପ୍ରଜାଙ୍କ ସମ୍ପର୍କ ବାଜ ବାଜ ଆଉ ପାରାଙ୍କ ସମ୍ପର୍କ ମାନେ ତାଙ୍କ ସମ୍ପର୍କ ସହିତ କଣ କରାହେଇଛି? କିପରି କହୁଛି, ଏବେ ରାଜା ଓ ପ୍ରଜାଙ୍କ ସମ୍ପର୍କ କିପରି ବୋଲି କୁହାଯାଇଛି? ଏବେ ରାଜା ଓ ପ୍ରଜାଙ୍କ ସମ୍ପର୍କ ବାଜପାରା ପରି, ବାଜପାରା ଭଳି ସମ୍ପର୍କ ବୋଲି, ହେଲା, କୁହାଯାଇଛି, ହେଲା।
ବୁଝିପାରୁଛ ତ? ହଁ ସାର୍। ରାଜଭୋଗର ଅଭିଳାଷ ପ୍ରଜାଙ୍କ ଠାରୁ କଣ କାଢି ନେଲା? ରାଜଭୋଗର ଅଭିଳାଷ ପ୍ରଜାଙ୍କ ଠାରୁ କଣ କାଢି ନେଲା? ରାଜା ମାନଙ୍କର ଯୋଉ ଅଭିଳାଷରେ ରାଜଭୋଗର ହେଲା ଯୋଉ ଅଭିଳାଷ ରାଜା ମାନେ ଯୋଉ ରାଜଭୋଗ କରୁଥିଲେ ସେଟା କୋଉଠୁ ଆଣୁଥିଲେ? ଶ୍ରମ ଅର୍ଜିତ ପ୍ରଜା ମାନେ ଯୋଉ ତାଙ୍କର ଶ୍ରମ ଅର୍ଜିତ ପ୍ରଜା ମାନେ ଯୋଉ ପରିଶ୍ରମ କରିକି ଯୋଉ ଧନ ଅର୍ଜନ କରିଥିବେ ତାକୁ ଏମାନେ ଯୋଉ ରାଜା ମାନେ ହେଲା ସେଇ ଯୋଉ ପରିଶ୍ରମ ବା ଶ୍ରମାର୍ଜିତ ଧନକୁ ଗ୍ରାସ କଲେ ନାଇଁ। ଦେଖିବ ହଁ ସାର୍ ରାଜଭୋଗର ଅଭିଳାଷ ପ୍ରଜାଙ୍କ ଠାରୁ କଣ କାଢି ନେଲା? ଶ୍ରମାର୍ଜିତ ଶ୍ରମାର୍ଜିତ ଗ୍ରାସ ପରିଶ୍ରମରୁ ଶ୍ରମାର୍ଜିତ ଅର୍ଜିତ ଖାଦ୍ୟ ଗ୍ରାସ କାଢି ନେଲା ହେଲା। ମାନେ ପରିଶ୍ରମରୁ ଅର୍ଜିତ ଖାଦ୍ୟ ସାର୍। ହଁ ଧନ 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 ଖାଦ୍ୟ ନାହିଁ ଧନ ହେଲା। ଦେଶୀ ସେ ହୋଇ ଶବ୍ଦାର୍ଥରେ ସେମିତି ଲେଖା ହେଇଛି ସାର୍। କଣ ଶବ୍ଦାର୍ଥରେ ସେମିତି ଲେଖା ହେଇଛି। କଣ ଲେଖା ହେଇଛି? ଶ୍ରମାର୍ଜିତ ଗ୍ରାସ ପରିଶ୍ରମରୁ ଅର୍ଜିତ ଖାଦ୍ୟ। ହଁ ଧନ ଲେଖ ଖାଦ୍ୟ ଲେଖ ଚଳିବ। ଆଉ ଧନ ପରିଶ୍ରମ କରି ଧନ କଣ ଅର୍ଜନ କରୁନାହାନ୍ତି? ହଁ ଖାଦ୍ୟ ବି ସାର୍। ଅର୍ଜନ କରୁଛନ୍ତି କରୁଛନ୍ତି। ସାର୍। ହବ ଦିଟି ଯାକ ହଁ ହବ ହେଲା। ସାର୍ ହଁ ସାର୍। ଦେଶୀ ହୋଇ ରାଜା ମାନେ କେଉଁ ବିଦେଶୀ ନୀତି ଅବଲମ୍ବନ କରୁଥିଲେ? ସର୍ବଶୋଷୀ ନୀତି। ଦେଶୀ ହଁ ହୋଇ ତୁମେ ସର୍ବଶୋଷୀ ନୀତି ଯୋଉ ଆପଣେଇଥିଲେ ହେଲା। ହଁ ଲେଖା ହବ ଦେଶୀ ହୋଇ ରାଜା ମାନେ ସର୍ବଶୋଷୀ ବିଦେଶୀ ନୀତି ଅବଲମ୍ବନ କରୁଥିଲେ। ଠିକ ଅଛି। ହଁ ସାର୍। ପ୍ରଜାଙ୍କ ଚିତ୍ତକୁ ପୂର୍ବ ରାଜାମାନେ କିପରି ବାନ୍ଧିଥିଲେ? ପ୍ରଜାଙ୍କ ଚିତ୍ତକୁ ମାନେ ପ୍ରଜାଙ୍କ ମନକୁ ପୂର୍ବ ରାଜା ମାନେ କିପରି ବାନ୍ଧିଥିଲେ? କଣ ଦେଇକି? ବାତ୍ସଲ୍ୟ ମମତା ବାତ୍ସଲ୍ୟ ସ୍ନେହ ମମତା ଦେଇକି। ନାଇଁ ବାତ୍ସଲ୍ୟ ନ ବାନ୍ଧି ପ୍ରଜାଙ୍କର ଚିତ୍ତ ବିଦେଶୀ ସଙ୍ଗିନେ କଲ ତାଙ୍କୁ ଭୀତ ହେଲା। ହଁ ସାର୍। ପ୍ରଜାଙ୍କ ଚିତ୍ତକୁ ପୂର୍ବ ରାଜା ମାନେ କିପରି ବାନ୍ଧିଥିଲେ? ଏମାନେ ସିନା ବାତ୍ସଲ୍ୟ ରେ ବାନ୍ଧୁ ନଥିଲେ ସ୍ନେହରେ, କିନ୍ତୁ ପୂର୍ବ ରାଜା ମାନେ ପ୍ରଜାଙ୍କ ଚିତ୍ତକୁ କଣ କରୁଥିଲେ? ରାଜା ମାନେ କିପରି ବାନ୍ଧିଥିଲେ? ବାତ୍ସଲ୍ୟ ସ୍ନେହରେ ବାନ୍ଧୁଥିଲେ। ଲେଖିବ ପ୍ରଜାଙ୍କ ଚିତ୍ତକୁ ପୂର୍ବ ରାଜା ମାନେ ବାତ୍ସଲ୍ୟ ସ୍ନେହ ବାତ୍ସଲ୍ୟ ସ୍ନେହରେ ବାନ୍ଧିଥିଲେ। ହେଲା ବାତ୍ସଲ୍ୟ ସ୍ନେହ ଦେଇ ବା ବାତ୍ସଲ୍ୟ ସ୍ନେହରେ ବାନ୍ଧିଥିଲେ। ବୁଝିଲା? ହଁ ସାର୍। କିଏ ବିଦେଶୀ ସଙ୍ଗୀନରେ ପ୍ରଜା ମାନଙ୍କୁ ଭୟଭୀତ କରୁଥିଲେ? କିଏ? ରାଜା ମାନେ। ରାଜା ମାନେ ସାର୍। ରାଜା ଜମିଦାରୀ ମାନେ ହେଲା ବିଦେଶୀ ସଙ୍ଗୀନରେ ବା ବିଦେଶୀ ସହିତ ପ୍ରଜା ମାନଙ୍କୁ ଭୟଭୀତ କରୁଥିଲେ ହେଲା। ଆଜିର ରାଜା ମାନଙ୍କର ସର୍ବସ୍ୱ କଣ? ଆଜିର ରାଜା ମାନଙ୍କର ସର୍ବସ୍ୱ କଣ? ତାଙ୍କ ଗନ୍ତାଘର ନାଇଁ। ଗନ୍ତା ଘର ହେଲା ତୁମ୍ଭର ସର୍ବସ୍ୱ ସର୍ବସ୍ୱ ପ୍ରାସାଦ ଗାଭୀ ହସ୍ତି ଅଶ୍ଵ ଅଛି। ହଁ ସାର୍। ଆଜିର ରାଜା ମାନଙ୍କର ସର୍ବସ୍ୱ ଗନ୍ତାଘର। ଗନ୍ତାଘର ପ୍ରାସାଦ ଗାଭୀ ହସ୍ତୀ ଅଶ୍ଵ। ଗନ୍ତା ଘରରେ ଦେଖିଥିବ ଗାଭୀ ହସ୍ତୀ ଅଶ୍ଵ ଏସବୁ ଲେଖିଦବ ହେଲା। ଆଜିର ଶେଷ ହେଲା ରାଜି। ଆଜିର ରାଜଧର୍ମ କିପରି ବୋଲି କୁହାଯାଇଛି? ଆଜିର ରାଜଧର୍ମ କିପରି ବୋଲି କୁହାଯାଇଛି? ପ୍ରଜାଧନ ବୁହା ନାଇଁ। ଆଜିର ରାଜଧର୍ମ ହଉଛି ପ୍ରଜାଧନ ବୁହା। ମାନେ ରାଜଧର୍ମ ହେଲା ପ୍ରଜାଧନ ବୁହା ମନ୍ତ୍ରୀ ହେଲେ ଖଳ ଖଣ୍ଟ କାନ କୁହା।
ନାଇଁ ହେଲେ ଦେଖା ହବ ଆଜିର ରାଜଧର୍ମ ବୁହା ବୁହା ହେଉଛି ପ୍ରଜାଧନ ଧର୍ମ। ପ୍ରଜାଧନ ବୁହା ବୋଲି କୁହାଯାଇଛି। କେଉଁମାନଙ୍କୁ କାନ କୁହା ବୋଲି କବି କହିଛନ୍ତି? ମନ୍ତ୍ରୀ ମାନଙ୍କୁ ମନ୍ତ୍ରୀ ମାନଙ୍କୁ କେଉଁମାନଙ୍କୁ? ମନ୍ତ୍ରୀ ମାନଙ୍କୁ କହିଛି ହଁ ସାର୍ ରାଜଧର୍ମ ହେଲା ପ୍ରଜାଧନ ବୁହା, ମନ୍ତ୍ରୀ ହେଲେ ଖଳ ଖଣ୍ଟ କାନ କୁହା। ହେଲା ହେଲେ କେଉଁମାନଙ୍କୁ କାନ କୁହା ବୋଲି କୁହାଯାଇଛି? ମନ୍ତ୍ରୀମାନଙ୍କୁ। ମନ୍ତ୍ରୀ ମାନଙ୍କୁ। ହେଲା ମନ୍ତ୍ରୀ ହେଲେ ଖଳ ଖଣ୍ଟ କାନ କୁହା, ତେଣୁ କେଉଁମାନଙ୍କୁ? ନା ମନ୍ତ୍ରୀ ମାନଙ୍କୁ କାନ କୁହା ବୋଲି କବି କହିଛନ୍ତି। ଦୁଃଖୀ ରଙ୍କିଙ୍କୁ ତଣ୍ଡି ରାଜଗଣ ବିଦେଶୀଙ୍କୁ କଣ ଖୁଆଉଥିଲେ? କୁକୁଟାଣ୍ଡ ସାର୍ କୁକୁଟାଣ୍ଡ। ଦୁଃଖୀ ରଙ୍କିଙ୍କୁ ତଣ୍ଡି ରାଜଗଣ ବିଦେଶୀଙ୍କୁ କୁକୁଟାଣ୍ଡ ଖୁଆଉଥିଲେ। ବୁଝିଲା? ହଁ ସାର୍। ହଁ ସାର୍ କାଣ୍ଡ ପୃଷ୍ଠ ହୁଣ୍ଡା ବୋଲି କେଉଁମାନଙ୍କୁ କୁହାଯାଇଛି? କାଣ୍ଡ ପୃଷ୍ଠ ହୁଣ୍ଡା ବୋଲି କେଉଁମାନଙ୍କୁ କୁହାଯାଇଛି? ଯୋଉମାନେ ଜ୍ଞାନ ଅସ୍ତ୍ର ଅସ୍ତ୍ର ବ୍ୟବସାୟୀ। ବ୍ୟବସାୟ ମୂର୍ଖ ଅସ୍ତ୍ର ବ୍ୟବସାୟ। ହେଲା ହଁ ଅସ୍ତ୍ର ବ୍ୟବସାୟୀ ମାନଙ୍କୁ ନାଇଁ ହଁ ସାର୍ ଏଇ ଯୋଉ କାଣ୍ଡ ପୃଷ୍ଠ ହୁଣ୍ଡା ବୋଲି ହେଲା ଯୋଉ ହଁ ସାର୍ କିଏ କାଣ୍ଡ ପୃଷ୍ଠ ହୁଣ୍ଡା? ଯିଏ ତା ପାଖରେ ଜ୍ଞାନ ନାହିଁ, ହଁ ଜ୍ଞାନ ତାର ନାହିଁ ଜ୍ଞାନ ଶୂନ୍ୟ। ଶୂନ୍ୟ ହେଲା ହଁ କାଣ୍ଡ ପୃଷ୍ଠ ହୁଣ୍ଡା ଜ୍ଞାନ ଶୂନ୍ୟ ଅସ୍ତ୍ର ବ୍ୟବସାୟୀଙ୍କୁ କୁହାଯାଇଛି। ହେଲା ହଁ ସାର୍। ଏମିତି ଲେଖିବ। ରାଜା ମାନଙ୍କ ମଧ୍ୟରେ କିଏ ପାପ ବୃଦ୍ଧିକୁ ମନାସୁଥିଲେ? ରାଜା ଓ ଜମିଦାର ହଁ ଆଉ କିଏ ମନେଇବ? ସେମାନେ ହିଁ ପାପ ବୃଦ୍ଧିକୁ କିଏ ମନାସୁଥିଲେ? ରାଜା ଓ ଜମିଦାର ମାନେ ହଁ ସିଏ କହୁଛି ପ୍ରଜାଙ୍କ ମଧ୍ୟରେ କିଏ ପାପ ବୃଦ୍ଧିକୁ ମନାସୁଥିଲେ? ପ୍ରଜାଙ୍କ ମଧ୍ୟରେ ଏମିତି ଲେଖିବ। ପ୍ରଜାଙ୍କ ମଧ୍ୟରେ ସେ ସମୟର ହଁ କୋଉ ସମୟର? ପୂର୍ବ ପୁରୁଷର ନାହିଁ, ସେ ପୂର୍ବପୁରୁଷ ତାଙ୍କର ପୂର୍ବ ପୁରୁଷ ନାହିଁ। ପୂର୍ବ ପୁରୁଷ ତ ଭଲ ଥିଲେ, ହଁ ସାର୍ ପୂର୍ବ ପୁରୁଷର ସନ୍ତାନ ମାନେ। ହଁ ସାର୍ ପ୍ରଜାଙ୍କ ମଧ୍ୟରେ ରାଜା ଓ ଜମିଦାର ମାନେ ପାପ ବୃଦ୍ଧିକୁ ମନାସୁଥିଲେ। ହେଲା ହଁ ସାର୍ ରାଜା ମାନେ କିପରି ନିଜର ମାଲଖାନା ଭରୁଥିଲେ? ରାଜା ମାନେ କିପରି ନିଜର ମାଲଖାନା ଭରୁଥିଲେ? କିପରି ଭରୁଥିଲେ ରେ? ପ୍ରଜା ରାଜା ମାନେ ମାନଙ୍କ ଉପରେ ଜରିମାନା ଲଗେଇକି। ହଁ ପ୍ରଜାଙ୍କ ଉପରେ ଜରିମାନା ଲଗାଇ ନାଇଁ ହଁ ସାର୍। ରାଜା ମାନେ ପ୍ରଜାଙ୍କ ଉପରେ ଜରିମାନା ଲଗାଇ ନିଜର ମାଲଖାନା ଭରୁଥିଲେ। ଏମିତି କେଉଁ ଚିନ୍ତା ବିନା ରାଜା ମାନଙ୍କର ଅନ୍ୟ ଚିନ୍ତା ନଥିଲା? କେଉଁ ଚିନ୍ତା ବିନା ରାଜା ମାନଙ୍କର ଅନ୍ୟ ଚିନ୍ତା ନଥିଲା? କେଉଁ ଚିନ୍ତା ଥିଲା ରେ ରାଜା ମାନଙ୍କର? ଧନ ଚିନ୍ତା ସାର୍। ଧନ ଚିନ୍ତା। ହେଲା ଧନ ହିଁ ଚିନ୍ତା ଥିଲା ତାଙ୍କର ନାଇଁ। ଧନ ଚିନ୍ତା ବିନା ତାଙ୍କର ଆଉ କିଛି ଚିନ୍ତା ନଥିଲା। ନଥିଲା। ହେଲା ହଁ ସାର୍ ହଁ ସାର୍। ଧନ ଚିନ୍ତା ବିନା ରାଜା ମାନଙ୍କର ଅନ୍ୟ ଚିନ୍ତା ନଥିଲା। ନଥିଲା। ହେଲା ଧନର ଲାଳସା ଜାଗ୍ରତେ ସ୍ୱପନେ ଧନ ବିନୁ ନାହିଁ ଆନ ଚିନ୍ତା ମନେ। ଏମିତି ନାଇଁ କିନ୍ତୁ ହଁ ସାର୍ କେଉଁ ଚିନ୍ତା? ଧନ ଚିନ୍ତା ବିନା ରାଜା ମାନଙ୍କର ଅନ୍ୟ ଚିନ୍ତା ନଥିଲା। ଜାଗ୍ରତ ଓ ସ୍ୱପ୍ନରେ ରାଜା ମାନଙ୍କ
ଠାରେ କେଉଁ ଲାଳସା ଜାଗ୍ରତ ହେଉଥିଲା? ଧନର ଧନର ଲାଳସା। ହେଲା, ସେଇଟା ହଉଛି ଧନ ଚିନ୍ତା। ସେ ଯୋଉ ଉପରେ ହଉଛି କେଉଁ ଚିନ୍ତା, ସେ ହଉଛି ଧନର ଚିନ୍ତା। ହେଲା, ଏଇଟା କଣ ଦେଇଛି? କେଉଁ ଲାଳସା। ଜାଗ୍ରତ ଓ ସ୍ୱପ୍ନରେ ରାଜା ମାନଙ୍କ ଠାରେ କେଉଁ ଲାଳସା? ଧନର ଧନର ଲାଳସା ଲାଳସା। ଜାତ ହେଉଥିଲା। ହେଲା, ଧର୍ମର ସାଫଲ୍ୟ କେଉଁଠାରେ ଥାଏ? ଧର୍ମର ସାଫଲ୍ୟ କେଉଁଥିରେ ଥାଏ? ସୁବ୍ୟୟରେ ଥାଏ। ସୁବ୍ୟୟରେ। ଧନର ସୁବ୍ୟୟରେ। ସୁବ୍ୟୟରେ। ଧନର ସୁବ୍ୟୟରେ। ସୁବ୍ୟୟରେ। ହେଲା, ଧର୍ମର ସାଫଲ୍ୟ କେଉଁଥିରେ ଥାଏ? ଧର୍ମର ସାଫଲ୍ୟ ଧନର ସୁବ୍ୟୟରେ ଥାଏ। ସୁବ୍ୟୟରେ। ଧନର ସାଫଲ୍ୟ ସୁବ୍ୟୟରେ ଥାଏ। ବାସ୍ ସେତିକି, ଆଉ କିଛି ଦରକାର ନାହିଁ। ହେଲା, ହଁ ସାର୍। ହଁ ଧନରେ ବି ଲେଖିଲେ ହବ। ହେଲା, ହଁ ସାର୍। ଲେଖିବ ଧନରେ ଆଗ ନା, ଧନର ସୁବ୍ୟୟରେ। ଆଉ ନହେଲେ ଖାଲି ସୁବ୍ୟୟ ଲେଖିଲେ ଆଉ କଣ କୋଉଥିରେ ବ୍ୟୟ? ଧନର ସୁବ୍ୟୟରେ ଥାଏ। ହେଲା, କଣ ଲେଖିବ? ଧନର ସାଫଲ୍ୟ ଧନର ସୁବ୍ୟୟରେ ସୁବ୍ୟୟରେ ହିଁ ଥାଏ। ଥାଏ। ହେଲା, ହୁଁ। କିଏ ଧନକୁ ଜଗି ବସିଥାଏ? ଯକ୍ଷ ଭଳି ରାଜା ମାନେ। ହଁ, କିଏ ଧନକୁ ଜଗି ବସିଥାଏ? ଯକ୍ଷ। ଯକ୍ଷ। ହେଲା, ଯକ୍ଷ। ଧନର ସାଫଲ୍ୟ ସୁବ୍ୟୟ କେବଳ ଯକ୍ଷ ପ୍ରାୟ ତାକୁ ଜଗି କେଉଁ ଫଳ? ଧନର ସାଫଲ୍ୟ ବା ଧନର ସଫଳ ସୁବ୍ୟୟରେ ହୋଇଥାଏ। ସୁବ୍ୟୟ ବା ଉତ୍ତମ ବ୍ୟୟ କଲେ ଧନର ସଫଳ ହୋଇଥାଏ ଆଉ ଧନ ବଢେ। ଆଉ ଯକ୍ଷ ପ୍ରାୟ ତାକୁ ଜଗି କେଉଁ ଫଳ? ଯଦି ସେ କହିଛି କୋଶ୍ଚିନ୍ କଣ, କିଏ ଧନକୁ ଜଗି ବସିଥାଏ? ତାର ଉତ୍ତର ହଉଛି ଯକ୍ଷ। ଯକ୍ଷ ଭଳି ରାଜା ଧନକୁ ଜଗି ବସିଥାଏ। ହେଲା, କିଏ ଧନକୁ ଜଗି ବସିଥାଏ? ଯକ୍ଷ ଭଳି ରାଜା ଧନକୁ ଜଗି ବସିଥାଏ। ଯୋଗ୍ୟ ଥାଏ। ତାପରେ ରାଧାନାଥ କାହାକୁ ସ୍କନ୍ଦର ବୋଲି କହିଛନ୍ତି? ଆଲେକ୍ସାଣ୍ଡର ଗ୍ରୀକ ବୀର। ଗ୍ରୀକ ବୀର ଆଲେକ୍ସାଣ୍ଡର। କେମିତି ଲେଖିବ? ରାଧାନାଥ ରାଧାନାଥ ଗ୍ରୀକ ବୀର ଆଲେକ୍ଜାଣ୍ଡରଙ୍କୁ ସ୍କନ୍ଦର ବୋଲି କହିଛନ୍ତି। ଗୋଟିଏ ବାକ୍ୟରେ ଉତ୍ତର ଦବ। ହେଲା, ଆସିଥିଲି ଫେରି ଗଲି ଶୂନ୍ୟ ହସ୍ତେ, କିଏ କହିଛନ୍ତି? ଗ୍ରୀକ ବୀର ଆଲେକ୍ସାଣ୍ଡର। ରାଇଟ। ଆସିଥିଲି ଫେରି ଗଲି ଶୂନ୍ୟ ହସ୍ତେ। ହେଲା, କେମିତି ଲେଖିବ ଏଇଟା? ପୂର୍ବର କ୍ୱେଶ୍ଚିନ୍ କରିନାହାନ୍ତି। କୋଉଟା? ସ୍କନ୍ଦର କାହିଁକି କାନ୍ଦୁଥିଲେ? କାନ୍ଦୁଥିଲେ? ସ୍କନ୍ଦର କାହିଁକି କାନ୍ଦୁଥିଲେ? କାହିଁକି କାନ୍ଦୁଥିଲେ? ନା ଜିଣିବାକୁ ଆଉ ରାଜ୍ୟ ଧରାଖଣ୍ଡ ନଥିବାରୁ। ଧରାଖଣ୍ଡ ନଥିବାରୁ। ହେଲା, ହଁ ସାର୍। ବୁଝିଲା? ହଁ ସାର୍। ଜିଣିବାକୁ ଆଉ ନାହିଁ ଧରାଖଣ୍ଡ ବୋଲି କଲେ ଯେଉଁ ଅଶ୍ରୁସିକ୍ତ ଗଣ୍ଡ। ଜିଣିବାକୁ ହେଲା ବା ଜୟ କରିବାକୁ ଆଉ ଧରାଖଣ୍ଡ ନଥିବାରୁ ସ୍କନ୍ଦର କାନ୍ଦୁଥିଲେ। ବୁଝିଲା? ହଁ କେମିତି ସାର୍। ଲେଖିବ ଏଇଟା? ସ୍କନ୍ଦର କାହିଁକି କାନ୍ଦୁଥିଲେ? ଜିଣିବାକୁ ଆଉ ଧରାଖଣ୍ଡ ନଥିବାରୁ ସ୍କନ୍ଦର କାନ୍ଦୁଥିଲେ। ସ୍କନ୍ଦର କାନ୍ଦୁଥିଲେ। ଆସିଥିଲି ଫେରି ଗଲି ଶୂନ୍ୟ ହସ୍ତେ, କିଏ କହିଛନ୍ତି? ଗ୍ରୀକ ବୀର ବିଶ୍ୱବିଜୟୀ ଆଲେକ୍ସାଣ୍ଡର। କେମିତି ଲେଖିବ ଏଇଟା? ତମର ଯେମିତି ଦେଇଛୁ କୋଶ୍ଚିନ୍ ସେୟା ଲେଖିଦବ। ଆସିଥିଲି ଫେରି ଗଲି ଶୂନ୍ୟ ହସ୍ତେ, ଯେମିତି ଦେଇଛି। ହେଲା, ତାପରେ ଡଟ୍ ଦବ। ଟିକେ ଡଟ୍ ନାହିଁ ତ ଏଇ ଯୋଉ ହାଇଫେନ୍ ଦବ ଟିକେ। ହେଲା, ସେ କହିଛନ୍ତି, କିଏ କହିଛନ୍ତି? ବିଶ୍ୱବିଜୟୀ ଆଲେକ୍ଜାଣ୍ଡର ଆଲେକ୍ସାଣ୍ଡର। ବା ସ୍କନ୍ଦର। ହେଲା, ହଁ ସାର୍। ଲକ୍ଷ୍ୟ ଶୋଷୀ ବୋଲି କାହାକୁ କୁହାଯାଇଛି? ଲକ୍ଷ୍ୟ ଶୋଷୀ ବୋଲି କାହାକୁ କୁହାଯାଇଛି ରେ?
ଲକ୍ଷ୍ୟ ଶୋଷୀ ଯା ଲକ୍ଷ୍ୟ ପୋଷୀ ଦିଟା ଥିଲା। ସେ ସମୟର ରାଜା ଓ ରାଜା ଜମିଦାର ଓ ଜମିଦାର ହୁଁ ସେ ଯୋଉ ସେ ସମୟର ରାଜା ଓ ଜମିଦାର ଗୋଷ୍ଠୀ ହେଲା, ଯେଉଁମାନେ କି କଣ କରୁଥିଲେ, ଲକ୍ଷ ଲକ୍ଷ ପ୍ରଜାଙ୍କୁ କଣ କରୁଥିଲେ, କଣ କରୁଥିଲେ, ଶୋଷୁଥିଲେ। ଶୋଷୁଥିଲେ। ହଁ ସାର୍। ହୁଁ ହେଲା, ତାଙ୍କୁ କଣ କହନ୍ତି, ଲକ୍ଷ୍ୟ ଶୋଷୀ ବୋଲି କୁହାଯାଇଛି। ଲକ୍ଷ୍ୟ ଶୋଷୀ ବୋଲି କାହାକୁ କୁହାଯାଇଛି ହେଲା, ହଁ ସାର୍। ସେ ସମୟର ରାଜା ଓ ଜମିଦାର ଗୋଷ୍ଠୀ ଯେଉଁମାନେ ନିଜକୁ ଲକ୍ଷ୍ୟ ପୋଷୀ ବୋଲି କହୁଛନ୍ତି ହେଲା, ହଁ ସାର୍। ସେମାନେ କହୁଛନ୍ତି ଯେ ଆମେ ହଉଛୁ ଗୋଟେ ଗୋଟେ ଲକ୍ଷ୍ୟ ପୋଷୀ। ହେଲେ କଣ କରନ୍ତି ସେମାନେ, ସେମାନେ ହଉଛନ୍ତି ଲକ୍ଷ୍ୟ ଶୋଷୀ ହେଲା, ପୋଷିବା ବଦଳରେ ସେମାନେ ଶୋଷୁଛନ୍ତି, ଶୋଷଣ କରୁଛନ୍ତି, ବୁଝିଲା। ହଁ ହେଲେ ଲକ୍ଷ୍ୟ ଶୋଷୀ ବୋଲି କାହାକୁ କୁହାଯାଇଛି ନା ଏଇ ଯୋଉ ରାଜା ରାଜା ଆଉ ଜମିଦାର ଗୋଷ୍ଠୀକୁ ଜମିଦାର କୁହାଯାଇଛି ମାନେ। ହେଲା, ହଁ ବର୍ତ୍ତମାନର, ବୁଝିଲା, ଏମିତି ଲେଖା ହବ। ତାପରେ ରାଜା ଓ ଜମିଦାର ମାନେ କାହିଁକି ପ୍ରଜାଙ୍କୁ ଶୋଷଣ କରନ୍ତି? ରାଜା ଓ ଜମିଦାର ମାନେ କାହିଁକି ପ୍ରଜାଙ୍କୁ ଶୋଷଣ କରନ୍ତି? କଣ ଦରକାରରେ ଶୋଷଣ କରନ୍ତି? କଣ ପାଇଁ ନା ପୋଷିବା ପାଇଁ। ପୋଷିବ। ହଁ କାହାକୁ ସାର୍। ପୋଷିବା ପାଇଁ ଲାଗି ପୋଷଣ। ହେଲା, କାହାକୁ ପୋଷିବା ପାଇଁ ନା ତମର ଯୋଉ ଗଣିକା, ଓକିଲ, ଓକିଲ ଛାମୁଆ ସାମୁଆ। ହେଲା, ହଁ ସାର୍। ସେମାନଙ୍କୁ ପୋଷିବା ପାଇଁ ନାଇଁ। ହଁ ସାର୍। ହଁ ସାର୍। ହୁଁ ସେମାନେ ଯୋଉ ଗଣିକା, ଓକିଲ ହେଲା, ହଁ ସାର୍। ସେ ଛାମୁଆ, ଏମାନଙ୍କୁ ପୋଷିବା ପାଇଁ ଶୋଷଣ କରନ୍ତି ନାଇଁ। ହଁ ସାର୍। ହୁଁ ହେଲା, ଏମିତି ଲେଖିବ, ରାଜା ଜମିଦାର ମାନେ ଗଣିକା, ଓକିଲ, ଛାମୁଆ ପୋଷଣ ଲାଗି ପ୍ରଜାଙ୍କୁ କଣ କରନ୍ତି, ଶୋଷଣ କରନ୍ତି। ଶୋଷଣ କରନ୍ତି। ପାପ ବିତ୍ତ କିପରି ଅର୍ଜିତ ହୁଏ? ପାପ ବିତ୍ତ କିପରି ଅର୍ଜିତ ହୁଏ? ପାପ ବିତ୍ତ କିପରି ଅର୍ଜିତ ହୁଏ ରେ? ପ୍ରଜା ମାନଙ୍କର ପ୍ରଜାଙ୍କର ଯୋଉ ରକ୍ତ, ସ୍ୱେଦ, ଲୋତକରେ ଯୋଉ ଅର୍ଜିତ ଧନ ରାଶି ଲୁଣ୍ଠନ ଦ୍ଵାରା ଯୋଉ ଲୁଣ୍ଠନ କରନ୍ତି, ସେଇ ପାପ ବିତ୍ତ ଅର୍ଜିତ ହୁଏ ହଁ ନାଇଁ। ସାର୍। ହଁ ଲେଖିବ, ପାପ ବିତ୍ତ କିପରି ଅର୍ଜିତ ହୁଏ? ପ୍ରଜାଙ୍କର ରକ୍ତ, ସ୍ୱେଦ, ଲୋତକରେ ଅର୍ଜିତ ଧନ ରାଶି ଲୁଣ୍ଠନ ଦ୍ଵାରା ପାପ ବିତ୍ତ ଅର୍ଜିତ ହୁଏ ହଁ ସାର୍। ହେଲା। ଭଙ୍ଗା ମାଠିଆରୁ ପାଣି ବୋହି ଗଲା ପରି କଣ ପ୍ରତି କ୍ଷଣରେ ବୋହି ଯାଉଅଛି? ଶରୀରରୁ ଆୟୁ ପ୍ରତି କ୍ଷଣରେ ବହି ଯାଉଅଛି। କଣ ଆୟୁ ହେଲା। ସାର୍। ହଁ ଭଙ୍ଗା ମାଠିଆରୁ ପାଣି ବୋହି ଗଲା ପରି ଶରୀରରୁ ଆୟୁ ପ୍ରତିକ୍ଷଣ ବୋହି ଯାଉଛି ବୋଲି ଏଠି ଅଛି ହେଲା। ହଁ ସାର୍। ହଁ ସାର୍। ଭଗ୍ନ ଘଟୁଆ ସଲିଳ ଜେସନ ସରି ଯାଉଅଛି ଆୟୁ ପ୍ରତିକ୍ଷଣ ନାଇଁ ହଁ କୁହାଯାଇଛି। ପ୍ରତିକ୍ଷଣରେ ଶରୀରରୁ ଆୟୁ ବୋହି ଯାଉଛି ହେଲା। କାଳ କିପରି? କାଳ କ୍ରୂର ଓ ବଡ ଅବିଶ୍ୱାସୀ। ହଁ, କାଳ ବଡ କ୍ରୂର, ବଡ ବିଶ୍ୱାସୀ, ହାବଡି ଯିବ ସେ ଆଚମ୍ବିତେ ଆସି। ହଁ ସାର୍। ହେଲା, କାଳ ହଉଛି, ସେ କହିଛନ୍ତି କାଳ କିପରି
ସେ ତମର କବିତାରେ ଅଛି କ୍ରୂର କାଳ ଓ କ୍ରୂର ଅବିଶ୍ୱାସୀ। କ୍ରୂର ଓ ବଡ ଅବିଶ୍ୱାସ। ଅବିଶ୍ୱାସୀ ହେଲା ହଁ ସାର୍। କହୁଛି ଏମିତି ଲେଖିବ କାଳ କ୍ରୂର ଓ ବଡ ଅବିଶ୍ୱାସୀ ହେଲା। ହଁ ସାର୍। କାହାକୁ ଅବିଶ୍ୱାସୀ ବୋଲି କୁହାଯାଇଛି? କାଳକୁ। କାଳକୁ। ସେ କହିଛି କାଳ ବଡ କ୍ରୂର ବଡ ଅବିଶ୍ୱାସୀ। କାଳ କ୍ରୂର କାଳ ନିଷ୍ଠୁର ବଡ ଅବିଶ୍ୱାସୀ ହାବୁଡି ଯିବ ସେ ଆଚମ୍ବିତେ ଆସି ହେଲା। ଏଠି ହଁ କାଳ ସାର୍। ହଉଛି କାହାକୁ ଅବିଶ୍ୱାସୀ ବୋଲି କୁହାଯାଇଛି ନା କାଳକୁ ଅବିଶ୍ୱାସୀ ବୋଲି କାଳକୁ। କୁହାଯାଇଛି ହେଲା। ହଁ ସାର୍। କ୍ରୂର କାଳକୁ ହେଲା ନିଷ୍ଠୁର କାଳକୁ ଖାଲି କାଳ ନାହିଁ କ୍ରୂର କାଳ ନିଷ୍ଠୁର କ୍ରୂର କାଳ କାଳ। ହଁ ଦେଇଛି ତମର କାଳ କ୍ରୂର ହେଲା ହଁ ସାର୍। ବା ହଁ କ୍ରୂର ସାର୍। କାଳ। କିଏ ହଠାৎ ଆସି ହାବୁଡି ଯିବ ବୋଲି କୁହାଯାଇଛି? କ୍ରୂର କାଳ। ସେଇ କାଳ ସେଇ କ୍ରୂର କାଳ। ହେଲା। ହଁ ସାର୍। ଏଇ କ୍ରୂର କାଳ ହଠାৎ ଆସି ହାବୁଡି ଯିବ ବୋଲି କୁହାଯାଇଛି ହେଲା। ହଁ ସାର୍। କାହା ପଛରେ କାଳ ଲୁଚି ବସିଥାଏ? କାହା ପଛରେ? କିଏ କାଳକୁ ଦୂରବର୍ତ୍ତୀ ଦେଖି କଣ କରେ ହସିଥାଏ? ହସୁଥାଏ। ଯିଏ କାଳକୁ ଦୂରବର୍ତ୍ତୀ ଅଛି ବୋଲି ହେଲା ଦେଖିକି ହସୁଥାଏ। ଦୂରବର୍ତ୍ତୀ ଜାଣି କାଳକୁ ଯେ ହସେ ହସି ସେ ତା ପଛେ ଆସି ଲୁଚି ବସେ। ହେଲେ କାଳ ଦୂରରେ ଅଛି ବୋଲି ଯିଏ ବିଚାର କରିଥାଏ ହେଲା ବା ହଁ ସାର୍। ହସୁଥାଏ କାଳ ଦୂରରେ ଅଛି ବୋଲି ଯିଏ ହସିଥାଏ କାଳ ତା ପଛରେ ଲୁଚି ବସିଥାଏ ହେଲା। ହଁ ସାର୍। ସାର୍ ଛାୟା ଯିଏ କାଳକୁ ଦୂରବର୍ତ୍ତୀ ଭାବି ହସୁଥାଏ ବୋଲି ଲେଖିଲେ ହବ କି ସାର୍? ହବ। କଣ ଲେଖିବୁ? ଯିଏ କାଳକୁ ଦୂରବର୍ତ୍ତୀ ଭାବି ହସୁଥାଏ ତାହାକୁ କାଳ ମାର୍ଗ। ତାହାକୁ କଣ କାଳ ସେମିତି ତାହା ଲେଖିଲେ ପଛରେ ହବନି କି ସାର୍? କାଳ ତାହା ପଛରେ ଲୁଚି ବସିଥାଏ। ହଁ ସାର୍। ଦେଖ ଠିକ ନା ସାର୍? କାହା ପଛରେ କାଳ ଲୁଚି ବସିଥାଏ ହେଲା। ହଁ କାଳ ଦୂରରେ ଅଛି କାହା ପଛରେ ନା କାଳ ଦୂରରେ ଅଛି ହେଲା। କାଳ ଦୂରରେ ଅଛି ଏହା ଜାଣି ଯିଏ ହସୁଥାଏ କାଳ ତା ପଛରେ ଲୁଚି କାଳ ତା ବସିଥାଏ। ପଛରେ ଲୁଚି ବସିଥାଏ। ହଁ ହବ। ତମ ନିଜସ୍ୱର ଲେଖିପାରିବ ଏମିତି କିଛି ନାହିଁ ଯେ ଖାଲି ଯାହା ବହିରେ ଅଛି ବୋଲି ତାହା ଲେଖିପାରିବ ତମେ ବି ମିଶେଇ ପାରିବ ହଁ ସାର୍। ହେଲା। ହଁ ଛାୟା କେତେବେଳେ ବଢିଯାଏ? ଛାୟା କେତେବେଳେ ବଢିଯାଏ? ସୂର୍ଯ୍ୟ ଯେତେବେଳେ ପଶ୍ଚିମ ଦିଗକୁ ଯାଆନ୍ତି। କଣ ନୋଟ ଧରି ବସି ପଡୁଛୁ କି? ନୋଟ ଫୋଟ ଧରୁଛୁ କି ପାଖରେ? ଫଟାଫଟ କହିଦଉଛୁ। ଶୁଣ ତମେ ନିଜେ ବୁଝିବା ପାଇଁ ଚେଷ୍ଟା କର ନିଜେ ଖୋଜିକି ବାହାର କର। ସେ କହୁଛନ୍ତି ହଁ ସାର୍। ମାୟା ହଁ କାହା ପଛ ଛାଡ। ଛାୟା କେତେବେଳେ ବଢିଯାଏ ହେଲା। ଛାୟା କେତେବେଳେ ବଢିଯାଏ? ଆୟୁ ସୂର୍ଯ୍ୟ ଯାଏ ତଳେ ଯେତେ ଗଡି ତୁମ୍ଭ ମାୟା ଯାଏ ଛାୟା ପରି ବଢି ହେଲା। କଣ କହିଛି? ଛାୟା କେତେବେଳେ ବଢିଯାଏ ନା ଆୟୁ ସୂର୍ଯ୍ୟ ଯାଏ ତଳେ ଯେତେ ଗଡି ସୂର୍ଯ୍ୟଙ୍କର ଆୟୁ ହେଲା ଯେତେ କଣ ହୁଏ ତଳେ ଗଡେ ନାଇଁ ସେଇ ସମୟରେ କେତେବେଳେ କଣ ହୁଏ ଛାୟା କଣ ହୁଏ ବଢିଯାଏ ହେଲା। ନହେଲେ ଯୋଉ ସୂର୍ଯ୍ୟ ଯେତେବେଳେ ଯୋଉ ଉଦୟ ହୁଅନ୍ତି କୋଉ ପଟେ ପୂର୍ବ ଦିଗରେ ଅସ୍ତ କୋଉ ଦିଗରେ ହୁଅନ୍ତି ପଶ୍ଚିମ ଦିଗରେ ପଶ୍ଚିମ ଦିଗରେ। ହେଲା। ତା ସୂର୍ଯ୍ୟ ଯୋଉ ପଶ୍ଚିମ ଦିଗକୁ ଅସ୍ତ ହୁଅନ୍ତି ବା ଯାଆନ୍ତି ସେଇ ସମୟରେ କଣ ହୁଏ ଛାୟା ବଢିଯାଏ। ଏମିତି ଲେଖିଲେ ହବ ହେଲା। ରାଧାନାଥ
ମାୟାକୁ କାହା ସହିତ ତୁଳନା କରିଛନ୍ତି? ଛାୟା ରାଧାନାଥ ସହିତ ମାୟାକୁ କାହା ସହିତ ତୁଳନା କରିଛନ୍ତି? ଛାୟା ସହିତ। ହେଲା, ସାର୍। ମାୟାର ହଁ, ଚେର ସାର୍। ଭେଦି ଗଲେ କି କ୍ଷତି ହୁଏ? ମାୟାର ଚେର ଭେଦି ଗଲେ କି କ୍ଷତି ହୁଏ? ଯଦି ମାୟାର ଚେରଟା ଯଦି ଭେଦି ଗଲା କ୍ଷତି କଣ ହଉଛି? ଅନ୍ତକ କିଏ? ଯମ କାଳ କଣ କରୁଛି? ରଗୁଡୁଛି। ନାଇଁ, ରଗିଡିକି କଣ କରୁଛି? ଝିଙ୍କୁଛି। ସେ କ୍ଷତି ହଉଛି ନା ନାଇଁ? କଣ ହବ ନା ମାୟାର ଚେର ଭେଦି ଗଲେ ଅନ୍ତକ କଣ କରେ? ରଗଡି ଝିଙ୍କିଥାଏ। ଯେତିକି ମାୟାର ଚେର ଯଦି ଥିବ ସେତିକି ଅନ୍ତକ କଣ କରେ? ରଗଡି ଝିଙ୍କିଥାଏ। ହେଲା, ମାୟାର ଚେର ଭେଦି ଗଲେ ଅନ୍ତକ ସେତିକି ରଗଡିକି ଝିଙ୍କିଥାଏ। ଅନ୍ତକ କହିଲେ ଯମ କି ସାର୍? ଅନ୍ତକ କାଳ ଯମ ସେ ଏକା। ହେଲା, ହଁ ତା ସାର୍। ମୃତ୍ୟୁ ସେ ଗୋଟେ। ଅନ୍ତକ କିଏ? ଅନ୍ତକ ହେଉଛି ମୃତ୍ୟୁ। ପ୍ରଥମେ ଲେଖିବ ମୃତ୍ୟୁ। ହେଲା, ତାପରେ ଯମ ଲେଖ, ନହେଲେ ଗୋଟେ ଲେଖ, ଆଉ ସବୁ ଜାଣ। ଅନ୍ତକ ହେଉଛନ୍ତି, କଣ ଲେଖିବ? ଅନ୍ତକ କିଏ? ଅନ୍ତକ ହେଉଛନ୍ତି ମୃତ୍ୟୁ ଦେବତା ଯମ। ଯମ। ହେଲା, ମୃତ୍ୟୁର ଦେବତା କିଏ? ଯମ। ଯମ। ମୃତ୍ୟୁର ଦେବତା ହଉଛନ୍ତି ଯମ। ଲେଖିବ ଅନ୍ତକ ହେଉଛନ୍ତି କଣ? ମୃତ୍ୟୁର ଦେବତା ଯମ। ମୃତ୍ୟୁ ଦେବତା ଯମ, ବା ଖାଲି ଯମ ଲେଖିଲେ ବି ହବ। ହେଲା, ବେଳ ଥାଉ କଣ ଅର୍ଜନ କରିବାକୁ କବି ପରାମର୍ଶ ଦେଇଛନ୍ତି? ବେଳ ଥାଉ କଣ ଅର୍ଜନ କରିବାକୁ କବି ପରାମର୍ଶ ଦେଇଛନ୍ତି? ଧର୍ମ ଅର୍ଜନ କରିବା। ବେଳ ଥାଉ ଥାଉ ଖୁସିହାର ହୁଅ ବୋଲି କହିଛନ୍ତି ନାଇଁ? ହଁ ସାର୍। ବେଳ ଥାଉ ଥାଉ ଅରଜି ଧରମ ଜନ୍ମ ଅନରୂପେ ଦେଖାଅ କରମ। ହେଲା, ହଁ ଏଇ ସାର୍। ଯୋଉ ବେଳ ଥାଉ ଥାଉ ଧନ ଅର୍ଜନ କରିବାକୁ କବି ପରାମର୍ଶ ଦେଇଛନ୍ତି। ହେଲା, ଧର୍ମ ସାର୍। ହଁ। ସଂସାରରେ ଜନ୍ମ ଫଳରୁ କଣ ମିଳେ? ସଂସାରରେ ଜନ୍ମ ଫଳରୁ କଣ ମିଳେ? ବଡପଣ ମିଳେ। ବଡପଣ ମିଳେ। ହେଲା, ମହତପଣ ମିଳେ। ନାଇଁ, ହଁ ସାର୍। ଏଇ ଯୋଉ ସାର୍ ଏଠି 41 ନମ୍ବର ପ୍ରଶ୍ନ ନାହିଁ ସାର୍। 40 ପରେ 42 ଲେଖା ଅଛି। 40 ପରେ 42 ଅଛି। ହଁ ରେ, 41 ଏରା ଛାଡ, ଏରା ମାନେ ସେମିତି ବହିଟା ପ୍ରିଣ୍ଟ ହେଇଛି, ସେଟା ନମ୍ବର ଗୁଡା ଭୁଲ ଭାଲ ଅଛି, ପଡିଯାଇଛି ଆଉ। 40, 41, 42 ପକେଇ ଦେଇଛନ୍ତି, 41 ନାହିଁ ଆଉ। ହେଲା, ଟାଇମ ଭୁଲ କରିଦେଇଛନ୍ତି ଆଉ। ଛାଡ, ତାକୁ ଆମେ କାହିଁ ନଜର ଦେବା। ହେଲେ ବେଳ ଥାଉ କଣ ଅର୍ଜନ କରିବା ପରାମର୍ଶ ଦେଇଛନ୍ତି? ହେଉଛି ଧନ। ଧର୍ମ ଅର୍ଜନ କରିବା। ହଁ, ଧର୍ମ। ମୁଁ ଧନ ବୋଲି କହିଦେଲି କି? ହଁ ସାର୍। ହଉ ଧନ କହିଦେଲି। ହଉ, ଧର୍ମ। ହେଲା, ଧର୍ମ ଅର୍ଜନ କରିବାକୁ କହିଛନ୍ତି। ସଂସାରରେ ଜନ୍ମ ଫଳରୁ କଣ ମିଳେ? ସଂସାରରେ ବଡପଣ ମିଳେ। ଜନ୍ମ ଫଳରୁ ବଡପଣ ମିଳେ। ହେଲା, କଣ ମିଳେ? ବଡପଣ ମିଳେ। ବଡପଣ ମିଳେ। ଜନ୍ମ ଫଳେ ଭବେ ବଡପଣ ପାଇ ଧର୍ମ ଫଳେ ତାକୁ କର ଚିରସ୍ଥାୟୀ। ଜନ୍ମ ଫଳେ ଭବେ ସଂସାରରେ, ହେଲା, ସଂସାର ଜନ୍ମ ଫଳରୁ କଣ ମିଳିଥାଏ? ବଡପଣ ମିଳିଥାଏ। ବଡପଣ କିପରି ଚିରସ୍ଥାୟୀ ହୁଏ? କିପରି? ଜନ୍ମ ଫଳେ ଭବେ ବଡପଣ ପାଇ ଧର୍ମ ଫଳେ ତାକୁ କର ଚିରସ୍ଥାୟୀ। ଧର୍ମ ଫଳେ, ହେଲା, ଧର୍ମ ଫଳେ ତାକୁ କର ଚିରସ୍ଥାୟୀ। ଧର୍ମ କାମ କରିକି, ହେଲା, ବଡପଣକୁ କିପରି ଚିରସ୍ଥାୟୀ ହୁଏ? ବଡପଣ ଧର୍ମ ଫଳରୁ। ଧର୍ମ ଫଳରୁ
ଚିରସ୍ଥାୟୀ ହୁଏ। ହେଲା, ହଁ ସାର୍। ଧର୍ମ ଫଳରୁ ବଡପଣ, ଧର୍ମ ଫଳରୁ ଚିରସ୍ଥାୟୀ ହୁଏ। ବିଧାତା କିପରି ପୋତ ଗଢିଛି? ବିଧାତା କି ପୋତ ଧର୍ମ ଗଢିଛନ୍ତି? ପୋତ ଗଢିଛନ୍ତି। ଧର୍ମ ପୋତ ଗଢିଛନ୍ତି ନାଇଁ। ହଁ ସାର୍। ଯଦି ଆମେ କବିତା ମନେ ପକେଇବା, ଧର୍ମ ଏକ ପୋତ ଗଢିଛନ୍ତି ବିଧି, ତରିବାକୁ ଏଇ ସଂସାର ବାରିଧି। ହେଲେ ଧର୍ମ ଏକ ପୋତ ଗଢିଛନ୍ତି ବିଧି। ହେଲା, ବିଧାତା କି ପୋତ ଗଢିଛନ୍ତି? ଧର୍ମ ଏକ ପୋତ। ହେଲା, ଧର୍ମ ଏକ ଜାହାଜ, ଧର୍ମ ଏକ ପୋତ, ଯୋଡା ଲେଖୁଛ ଲେଖ, ଏହା ଗଢିଛନ୍ତି। ହେଲା, ଭଗବାନ ହଁ କାହିଁକି ଧର୍ମର ପୋତ ଗଢିଛନ୍ତି? ଭଗବାନ ଏ ଯୋଉ ବିଧି ବିଧାତା ଭଗବାନ କଣ ପାଇଁ? ଧର୍ମ ଏକ ପୋତ ଗଢିଛନ୍ତି ବିଧି, ତରିବାକୁ ଏହି ସଂସାର ବାରିଧି। ଏଇ ସଂସାର ବାରିଧି, ଏଇ ସଂସାର ବାରିଧି ଅର୍ଥ ସମୁଦ୍ର। ସଂସାର ସମୁଦ୍ରକୁ ପାର ହେବା ପାଇଁ, ତରିବାକୁ ବା ପାର ହେବା ପାଇଁ କଣ ଗଢିଛନ୍ତି? ଧର୍ମ ପୋତ ଗଢିଛନ୍ତି। ଧର୍ମ ପୋତ ଗଢିଛନ୍ତି। ହେଲା, ଭଗବାନ କାହିଁକି ଧର୍ମ ପୋତ ଗଢିଛନ୍ତି? ସଂସାର ବାରିଧି ତରିବାକୁ। ହଁ, ସଂସାର ବାରିଧି। ହେଲା, ବା ସଂସାର ସମୁଦ୍ରରୁ ତରିବାକୁ, ପାର ହେବାକୁ। ପାର ହେବାକୁ। ଲେଖୁଛ ଲେଖ, ଧର୍ମପୋତ ଗଢିଛନ୍ତି। ସଂସାରକୁ କବି କାହା ସହିତ ତୁଳନା କରିଛନ୍ତି? ସଂସାରକୁ କବି କାହା ସହିତ ତୁଳନା କରିଛନ୍ତି? ତରିବାକୁ ଏଇ ସଂସାର ବାରିଧି। ସମୁଦ୍ର ସହିତ ତୁଳନା କରିଛନ୍ତି ନାଇଁ। ହଁ ସାର୍। ସଂସାରକୁ କବି ସମୁଦ୍ର ସହିତ ତୁଳନା କରିଛନ୍ତି। ହେଲା, ହଁ ସାର୍। ସଂସାରରେ ମହତପଣିଆ କଣ? ସଂସାରରେ ମହତପଣିଆ କଣ? ଧର୍ମ। ହେଲା, ଧର୍ମ ଏକା ସିନା ମହତ ପଣିଆ, ଆଉ ବଡ ପଣ ଅଢେଇ ଦିନିଆ ନାଇଁ। ହଁ ସାର୍। ତେଣୁ ଏଠି କୁହାଯାଇଛି ସଂସାରରେ ମହତ ପଣିଆ କଣ? ଧର୍ମ। ଧର୍ମ। ହେଲା, ସଂସାରରେ ମହତ ପଣିଆ ହେଉଛି ଧର୍ମ। ସଂସାରର ସବୁ ବଡପଣକୁ କବି କଣ ବୋଲି କହିଛନ୍ତି? ଅଢେଇ ଦିନିଆ। ଅଢେଇ ଦିନିଆ। ହେଲା, ସଂସାରର ସବୁ ବଡପଣକୁ କବି ଅଢେଇ ଦିନିଆ ବୋଲି କହିଛନ୍ତି। ହେଲା, ହଁ ସାର୍। ଧର୍ମ ଏକା ସିନା, ଧର୍ମ ହଉଛି ମହତ ପଣିଆ, ଆଉ ବଡପଣ ଅଢେଇ ଦିନିଆ ବା କ୍ଷଣସ୍ଥାୟୀ। ହେଲା, ଦ୍ୱିଲୋକ ସାଧନୀ ବୋଲି କବି କାହାକୁ କହିଛନ୍ତି? ଦ୍ୱିଲୋକ ସାଧନୀ। ଦ୍ୱିଲୋକ ସାଧନୀ କବି କାହାକୁ କହିଛନ୍ତି? ଯିଏ ଧର୍ମ କାମ କରିଛି। ହେଲା, କିଏ ଧର୍ମ କାମ? ଦ୍ୱିଲୋକ ସାଧନୀ। କଣ ଦ୍ୱିଲୋକ ସାଧନୀ? ବଡପଣେ ସିନା ସେହି ତାକୁ ଗଣି, ଯେଉଁ ବଡପଣ ଦ୍ୱିଲୋକ ସାଧନୀ। ବଡପଣେ ସିନା ସେହି ତାକୁ ଗଣି। ହେଲା, ଯିଏ ବଡପଣ ସିଏ କିଏ? ଯିଏ ଧର୍ମ କାମ କରିଥିବ। ହେଲା, ତାକୁ ସ୍ୱର୍ଗ ଆଉ ମର୍ତ୍ୟ ଲୋକରେ ମଧ୍ୟ କଣ ହୁଏ? କାଳ ତାକୁ ଗ୍ରାସ କରିପାରିବ ନାହିଁ। ମର୍ତ୍ୟ ସ୍ୱର୍ଗ ପ୍ରାପ୍ତି ହୋଇଥାଏ। ହେଲା, ତେଣୁ ଆନ୍ସର କଣ ହବ? ସଂସାରର ସବୁ ବଡପଣ କଣ? ଏଟା ସରିଲା। ଦ୍ୱିଲୋକ ସାଧନୀ ବୋଲି କାହାକୁ କହିଛନ୍ତି? ନା, ଯିଏ ଧର୍ମଗୁରୁ, ଯିଏ ବଡପଣ। ହେଲା, ବୁଝିଲା? ତାକୁ କୁହାଯାଇଛି। କଣ ଉତ୍ତର ଲେଖିବୁ ସାର୍? ଉତ୍ତର ଲେଖିବ ଏଇଠି ଯେ ଦ୍ୱିଲୋକ ସାଧନୀ କିଏ? ନା, ଯିଏ ଧର୍ମ କରେ। ଧର୍ମ ରୂପକ ବଡପଣକୁ, ଯିଏ ଧର୍ମ କରେ ନାହିଁ, ଧର୍ମ ରୂପକ ବଡପଣକୁ କବି ଦ୍ୱିଲୋକ ସାଧନୀ ବୋଲି କହିଛନ୍ତି। ଧର୍ମ ରୂପକ ବଡପଣକୁ, ବୁଝିଲା?
ସାର୍ ଦୁଇ ଲୋକ ସାଧନୀ ମାନେ କଣ ସାର୍? ଆଉ ଦୁଇ ଟିକେ ଲୋକ ସାଧନୀ ମାନେ ଦୁଇ ଲୋକ କେତେଟା ଲୋକ? ଦୁଇଟା ଲୋକ ଲୋକ ଦୁଇ ଅର୍ଥ ଦୁଇ ହେଲା, ଦୁଇ ଲୋକ ଦିଟା ଲୋକ। କୋଉ ଦିଟା ଲୋକ? ନା ମର୍ତ୍ୟ ଆଉ ଆଉ ସ୍ୱର୍ଗ। ସ୍ୱର୍ଗ। ସ୍ୱର୍ଗ ଏଇଟା ଦି ଲୋକ ହେଲା। ହଁ ସାର୍। ଯିଏ ସାଧନୀ କହିଲେ ସାଧନୀ କହିଲେ ମାନେ ମର୍ତ୍ୟ ଆଉ ସ୍ୱର୍ଗ ରେ ସିଏ ଭଲରେ ମାନେ ରହିପାରିବ, ମାନେ ତାକୁ ଅନ୍ତକ ବା କାଳ ତାକୁ ଗ୍ରାସ କରିପାରିବ ନାହିଁ ହେଲା, ସେ ସେଇଠି ରହିପାରିବ ହଁ ସାର୍। ହେଲା। ଆଉ ଯୋଉମାନେ ଏଇ ଯୋଉ ଅଧର୍ମ କାମ କରିବେ ସେମାନେ ଏମାନଙ୍କୁ ଏଇଠି ଜାଗା ନାହିଁ, ସ୍ୱର୍ଗରେ ଜାଗା ନାହିଁ କି ମର୍ତ୍ୟରେ ଜାଗା ନାହିଁ, ବୁଝିଲା। ହଁ ସାର୍। ତେଣୁ ଧର୍ମ ରୂପକ ବଡପଣକୁ କବି ଦ୍ୱିଲୋକ ସାଧନୀ ବୋଲି କହିଛନ୍ତି। କାହାକୁ କହିଛନ୍ତି? ଧର୍ମ ରୂପକ ବଡପଣକୁ ବଡପଣକୁ। ହେଲା। ହଁ ସାର୍। କେଉଁ ବଡପଣରେ ମତି ବଳେଇବାକୁ କବି ପରାମର୍ଶ ଦେଇଛନ୍ତି? କେଉଁ ବଡପଣରେ ମତି ବଳେଇବାକୁ କବି ପରାମର୍ଶ ଦେଇଛନ୍ତି? କେଉଁ ବଡପଣରେ ମତି ବଳେଇବାକୁ? ଏଇ ଯୋଉ କେଉଁ ମାନେ କେଉଁ ବଡପଣରେ ମତି ବଳାଇବାକୁ କବି ପରାମର୍ଶ ଦେଇଛନ୍ତି? କେଉଁ ବଡପଣରେ? ଯେଉଁ ବଡପଣ ଯୋଉ ଦୁଇ ଲୋକ ସାଧନୀ, ଦୁଇ ଲୋକର ଧର୍ମ ହିତ ରୂପକ ସାଧନ ବଡ। କରେ। ଯୋଉ ଦୁଇ ଲୋକ ସାଧନୀ ମାନେ ଦୁଇ ଲୋକର ହିତ ସାଧନ କରେ ହେଲା। ଯିଏ ହଁ ହିତ ସାର୍। ସାଧନ କରେ, ଯାହାକୁ କାଳ ପ୍ରବେଶ କରିପାରେ ନାହିଁ ହେଲା, ସେଇ ବଡପଣରେ ମନ ବଳାଇବା ପାଇଁ କବି ପରାମର୍ଶ ଦେଇଛନ୍ତି, ବୁଝିଲା। ଦୁଇ ଉତ୍ତର ଲୋକ ଧର୍ମ ରୂପକ ବଣପଣ ହବ କି ସାର୍? ଧର୍ମ ରୂପକ କୋଉଟା? କେଉଁ ବଣପଣର ଉତ୍ତର କଣ ଲେଖିବୁ ସାର୍? କେଉଁ ବଡପଣରେ ମତି ବଳାଇବାକୁ? ହଁ ସେଇଆ ତ। ହଁ ସାର୍। କେଉଁ ବଡପଣରେ ମତି ବଳାଇବାକୁ କବି ପରାମର୍ଶ ଦେଇଛନ୍ତି, ଏମିତି ଲେଖିବ। ଯେଉଁ ବଡପଣ ଦୁଇ ଲୋକ ସାଧନୀ, କଣ ଲେଖିବ? ଯେଉଁ ବଡପଣ ଦୁଇ ଲୋକ ସାଧନୀ ହେଲା। ହଁ ସାର୍। ଏବଂ ଯାହା ପାଖକୁ କାଳ ପ୍ରବେଶ କରିପାରେ ନାହିଁ, ସେହି ବଡପଣରେ ମନ ବଳେଇବା ପାଇଁ କବି ଏଇଠି ପରାମର୍ଶ ଦେଇଛନ୍ତି, ବୁଝିଲା। ହଁ ସାର୍। କେଉଁମାନେ ମନ ବାହୁଡାଇ ନେବା ପାଇଁ କବି ରାଜା ମାନଙ୍କୁ ପରାମର୍ଶ ଦେଇଛନ୍ତି? କେଉଁମାନେ ମନ ବାହୁଡାଇ ନେବା ପାଇଁ କବି ରାଜା ମାନଙ୍କୁ ପରାମର୍ଶ ଦେଇଛନ୍ତି? କେଉଁଥିରେ କେଉଁଥିରେ ମନ ବାହୁଡାଇ ନିଅ ବୋଲି ରାଜା ବଣରୁ ମାନଙ୍କୁ ପରାମର୍ଶ ଦେଇଛନ୍ତି? କେଉଁଥିରେ? ମୂଲ୍ୟହୀନ ଯୋଉ ମୂଲ୍ୟହୀନ ମନ ବାହୁଡାଇ ନେବା ପାଇଁ। ହଁ। ସଂସାରର ତ୍ୱକ ସାର ବଡପଣ, ଲାଳ ସାରୁ ନିଅ ବାହୁଡାଇ ମନ ହେଲା। ସଂସାରର ତ୍ୱକ ସାର ଅର୍ଥ କଣ କହିଥିଲି? ମୂଲ୍ୟହୀନ ହେଲା। ଏଇ ମୂଲ୍ୟହୀନ ବଡପଣ ରୁ ହେଲା ସେ ମନ ମାନେ ସେଇ ଲାଳ ସାରୁ ମନ ବାହୁଡେଇକୁ ନିଅ କହିଛନ୍ତି ହେଲା। ହଁ ସାର୍। ମୂଲ୍ୟହୀନ ବଡପଣ ଲାଳସାରୁ ମନ ବାହୁଡାଇ ନେବା ପାଇଁ କବି ରାଜା ମାନଙ୍କୁ ପରାମର୍ଶ ଦେଇଛନ୍ତି ହେଲା। ହଁ ସାର୍। ନିଜେ ଉଚ୍ଚ ହୋଇ କଣ ଲାଭ କରିବା ପାଇଁ କବି ରାଜା ମାନଙ୍କୁ କହିଛନ୍ତି? ନିଜେ ଉଚ୍ଚ ହୋଇ କଣ ଲାଭ କରିବା ପାଇଁ କବି ରାଜା ମାନଙ୍କୁ ପରାମର୍ଶ ଦେଇଛନ୍ତି? କଣ? ଉଚ୍ଚତର ଗତି। ରାଜ ଧର୍ମେ ଆତ୍ମ ତତ୍ତ୍ୱ ଦେଇ ମତି, ଉଚ୍ଚ ହୋଇ ଲଭ ଉଚ୍ଚତର ଗତି ହେଲା। ନିଜେ ଉଚ୍ଚ ହୋଇ ହଁ ସାର୍। ଉଚ୍ଚତର ଗତି ଅର୍ଥାତ୍ ବଡପଣ ଲାଭ କରିବା ପାଇଁ କବି ରାଜା ମାନଙ୍କୁ ପରାମର୍ଶ ଦେଇଛନ୍ତି। ନିଜେ ଉଚ୍ଚ ହୋଇ କଣ ଲାଭ କରିବା ପାଇଁ? ଉଚ୍ଚତର ଗତି ବା ବଡପଣ। ଉଚ୍ଚତର ଗତି ସେ କହିଛି। ଉଚ୍ଚତର ଗତି, ଉଚ୍ଚ ହୋଇ ଲଭ ଉଚ୍ଚତର ଗତି ହେଲା। ଉଚ୍ଚତର ଗତି
ହା ଅର୍ଥାତ୍ ଅର୍ଥାତ୍ ବଡପଣ। ବଡପଣ ହେଲା ଉଚ୍ଚତର ଗତି ହେଲେ କୋଉଟା ବଡପଣ ଲାଭ ହଁ କରିବା ସାର୍। ପାଇଁ ରାଜା ମାନଙ୍କୁ ପରାମର୍ଶ ଦେଇଛନ୍ତି। ଏ ସବୁ ହେଲା ତମର ହେଲା 1 ମାର୍କ। ଗୋଟିଏ ବାକ୍ୟରେ ଉତ୍ତର ଦବ ହେଲା। ଆକୁ ତମେ ସେ ମଲ୍ଟିପୁଲ ଭଳି ତମେ ତଳକୁ ତଳ ଲେଖିବନି ନମ୍ବର ଦେଇକି ହେଲା। ଆକୁ ତମେ ଏଇଟା ହଉଛି 1 ମାର୍କ ସେ କହୁଛି ଗୋଟିଏ ବାକ୍ୟର ଉତ୍ତର ଦିଅ ହେଲା। ଏମିତି ଏଇଟା ବୋଲି ନାହିଁ ସବୁ ତମର କୋଶ୍ଚିନ୍ ଏମିତି ହେଲା। ଯେତିକି ଏମିତି ଗୋଟିଏ ବାକ୍ୟର ଉତ୍ତର ଦିଅ ସବୁ ଗୋଟିଏ ବାକ୍ୟର ଉତ୍ତର ହିଁ ଦବ ହେଲା। ବାକ୍ୟ ଗୋଟେ ହଁ ବାକ୍ୟଟେ ଲେଖିବାକୁ ପଡିବ। ତମେ ଖାଲି ଆନ୍ସର ଟା ଥୋଇଦେଲେ ହବନି। ଶୁଣା ଯାଉଛି ତ ସମସ୍ତଙ୍କୁ? ହଁ ସାର୍। ବାକ୍ୟରେ ହିଁ ଲେଖିବାକୁ ପଡିବ। ଆଉ ମଲ୍ଟିପୁଲ ଗୁଡାକ ତମେ ସେ ମଲ୍ଟିପୁଲ ଗୁଡାକ ଯୋଉ 4ଟା ଅପସନ ଦେଇଥିବ ସେଥିରୁ ଗୋଟେ ଲେଖିବ। ତାକୁ ତମେ ଯଦି ବାଛିକି ଲେଖିଦବ ତଳକୁ ତଳ ଲେଖିଦେଲେ ବି ଚଳିବ ସେଟା କିଛି ଇଏ ନାହିଁ। କିନ୍ତୁ ଏସବୁ କୋଶ୍ଚିନ୍ ଗୁଡାକ ତମେ ଗୋଟିଏ ବାକ୍ୟରେ ଲେଖିବାକୁ ପଡିବ। ଏଇଟା ହଉଛି 1 ମାର୍କରେ 1 ମାର୍କରେ ତମର 2ଟା ଗଲା ହେଲା। ମଲ୍ଟିପୁଲ ଗଲା ଆଉ ଗୋଟିଏ ବାକ୍ୟର ଉତ୍ତର ଲେଖିବ ହେଲା। ତାପରେ ତମର 2 ମାର୍କ ଅଛି ନାଇଁ। ହଁ 2 ସାର୍। ମାର୍କ କେମିତି ଲେଖିବ ନା ତମେ ତ ଦେଇଛି ଦେଖ 2ଟି ବାକ୍ୟରେ ଉତ୍ତର ଲେଖ। ସେଟା ଗୋଟିଏ ବାକ୍ୟରେ 1 ମାର୍କ ସରିଲା। ପ୍ରଶ୍ନର ମୂଲ୍ୟ 2 ନମ୍ବର। ସେ କହୁଛି ଲେଖା ଓ ଲେଖକଙ୍କ ସୂଚନା ପାଇଁ 1 ଆଉ ନମ୍ବର ଉତ୍ତର ପାଇଁ 1 ନମ୍ବର। ତମେ ଯୋଉ ଦେଇଛି ତମର କ୍ୱେଶ୍ଚିନ୍ ଦେଇଥିବ ହେଲା 2 ମାର୍କରେ ଏଟା କେତେ ମାର୍କ ଆମେ ଦେଖୁଛେ 2 ମାର୍କ। 2 ମାର୍କ। ତମେ 2 ମାର୍କ ହେଲା ଖାଲି ଏଇ ବଡପଣ ପାଠ ବୋଲି ନାହିଁ ପ୍ରତ୍ୟେକ ଯେତିକି ତମର ବହିରେ ସବୁ ଅଛି ସବୁତକ 2 ମାର୍କରେ ତମେ କଣ କରିବ ନା ସେଇ ଯୋଉ ତମେ କ୍ୱେଶ୍ଚିନ୍ ଦେଇଥିବ ତାର ଆନ୍ସର ତ ଲେଖିବ ତାର ସେଥିପାଇଁ ଆନ୍ସର ଲେଖିବା ପାଇଁ 1 ଆଉ 1 କେମିତି ନା ଲେଖା ଆଉ ଲେଖକଙ୍କ ସୂଚନା ଦବ ସେଥିପାଇଁ 1 ହେଲା। ବୁଝିପାରିଲ? ହଁ ସାର୍। ଲେଖା ଓ ଲେଖକ ତମେ ଦେଖିବ ଯେତେବେଳେ ଏକ୍ଜାମ ଦବ ଦେଲା ପରେ ସେ କ୍ୱେଶ୍ଚିନ୍ ପଡିଥିବ ତମେ ଆଗେ ଦେଖିବ ଏଇଟା କୋଉ ପାଠରୁ ଆସିଛି ଆଉ ଆର ଲେଖକ କିଏ। ବୁଝିଲା? ହଁ ସାର୍। କୋଉ ପାଠରୁ ଆସିଛି ଲେଖା ଆଉ ଲେଖକଙ୍କ ସୂଚନା ଦବ। କେମିତି ଲେଖା ଲେଖକଙ୍କ ସୂଚନା ଦବ କେମିତି? କହିଦିଅନ୍ତୁ ସାର୍। ତମେ ସିଏ କହିବ ତମେ ଭାବିବ ହଁ କୋଉଠୁ ଆସିଛି ନା ଦରବାରରୁ ଆସିଛି ବୋଲି କହିଦବ ସେୟା ନାହିଁ। ଦରବାରରୁ ତ ଆସିଛି ହେଲା। ରାଧାନାଥ ରାୟଙ୍କର ବଡପଣରୁ ଆସି। ନାଇଁ ଏମିତି ଦେଖିବ ଦରବାର କାବ୍ୟ କୋଉଠୁ ଆସିଛି ନା ଦରବାର କାବ୍ୟ ହେଲା। ଦରବାର କାବ୍ୟର ଇଏ ହଉଛି ବଡପଣ ହଉଛି କିଛି ଅଂଶ ନାଇଁ। ହଁ ସାର୍। ଦରବାର କାବ୍ୟର ଅଂଶ ବିଶେଷ ବଡପଣ ହେଲା। ଆଗେ ଏଇଟା ଆସିଛି ନା କିଛି ଅଂଶ ଖାଲି ବଡପଣ କବିତାରେ କବିବର ରାଧାନାଥ ରାୟ ଏହା ଉଲ୍ଲେଖ କରିଛନ୍ତି। ଏମିତି ଲେଖିବା ଅପେକ୍ଷା ଏମିତି ଲେଖିବ ଦରବାର କାବ୍ୟର ଅଂଶ ବିଶେଷ କଣ ଲେଖିବ ଦରବାର କାବ୍ୟର ଅଂଶ ବିଶେଷ କଣ ଅଂଶ ବିଶେଷ କଣ ବଡପଣ। ବଡପଣ। ହଁ ଦରବାର କାବ୍ୟର ଅଂଶ ବିଶେଷ କୋଉଟା ବଡପଣ କବିତା। ବଡପଣ କବିତା। ଦରବାର କାବ୍ୟର ଅଂଶ ବିଶେଷ ବଡପଣ ହେଲା। ବଡପଣ କବିତାରେ କବି କିଏ ରାଧାନାଥ ରାୟ ଏହା ଉଲ୍ଲେଖ କରିଛନ୍ତି। କଣ କରିଛନ୍ତି? ଏହା ଉଲ୍ଲେଖ କରିଛନ୍ତି। ଏହା ଉଲ୍ଲେଖ କରିଛନ୍ତି ପୂର୍ଣ୍ଣଚ୍ଛେଦ। ଏତିକି ହେଲା ଲେଖା ଲେଖକଙ୍କ ସୂଚନା ଦେଲ। ତାପରେ ତମର ଯୋଉ କେମିତି ନା କବି ରାଧାନାଥ କେଉଁମାନଙ୍କୁ କେଶରୀ ଔରସେ ଶ୍ୱାନ ବୋଲି କହିଛନ୍ତି ତାପରେ ଆନ୍ସର ଟା ତ ଲେଖିବ। ଆଉ ଆନ୍ସର ଲେଖିବନି ସେୟା ନାହିଁ ଡାଇରେକ୍ଟ ଲେଖିବ ହେଲା। ସେଥିରେ ହିଁ ଲେଖିବ ଯୋଉ ଦରବାର କାବ୍ୟର ଅଂଶ ବିଶେଷ ବଡପଣ କବିତାରେ କବିବର ରାଧାନାଥ ରାୟ ଏହା ଉଲ୍ଲେଖ କରିଛନ୍ତି ପୂର୍ଣ୍ଣଚ୍ଛେଦ ଦେବ ହେଲା। ତାପରେ ଆନ୍ସର ହଁ ଲେଖିବ ସାର୍। କଣ ପୂର୍ବ ପୁରୁଷର ଯୋଉ ବିଶାଳ ପ୍ରତିଷ୍ଠାକୁ କବିଙ୍କ ସମୟର ରାଜା ମାନେ ଯୋଉ ନ ବଢେଇ ତାକୁ ଯୋଉ ବିକି ଭାଙ୍ଗି ଖାଉଥିଲେ ହେଲା। ଆଉ ବିକି ଭାଙ୍ଗି ଖାଇକି ତାକୁ ବଡିମା ଦେଖଉଥିଲେ ଯାହା ବଡାଇ ଦେଖାଉଥିଲେ ହେଲା।
ହଁ ତାକୁ ସାର୍ ନଷ୍ଟ ତାକୁ ଯୋଉ ନଷ୍ଟ କରି ଦଉଥିଲେ ହେଲା କିପରି ନଷ୍ଟ କରୁଥିଲେ ହଁ। ସେଇ ଯୋଉ ବଡିମାକୁ ନଷ୍ଟ କରୁଥିଲେ ସେ ସବୁ ଲେଖିବ ବୁଝିଲା ଲେଖା ଲେଖକଙ୍କ ସୂଚନା ଦେଲା 1 ତମ ପକେଟ ଧରି ପଳେଇଲ ଆଉ ଯାହା କ୍ୱେଶ୍ଚିନ ର ଆନ୍ସର ତଳେ ଲେଖେ ଏମିତି ତମର 2 ମାର୍କରେ ଏମିତି ଲେଖା ହୁଏ 3 ମାର୍କରେ ବି 3 ମାର୍କିଆ ଯୋଉ ଅଛି ତମର ସେଇଥିରେ ବି ଏମିତି 3 ମାର୍କରେ ତମର କ୍ୱେଶ୍ଚିନ ର ସେ ଯୋଉ ଆନ୍ସର ପାଇଁ 2 ମାର୍କ ଆଉ ଲେଖା ଲେଖକଙ୍କ ସୂଚନା ପାଇଁ ଆଉ 1 ମାର୍କ 3 ମାର୍କ ହେଲା ସାର୍ ସେ ସେମ୍ ଲେଖିଲେ ହବ ନା ସାର୍? ସେମ୍ ଲେଖା ଲେଖକଙ୍କ ପଳେଇ ଆସିଲା ମାନେ ସେମ୍ ସେଟା ଥୋଇବ ବୁଝିଲା ଏଇଟା ହଁ ସାର୍ ସବୁରେ ଏଇଟା ସବୁ ପ୍ରତ୍ୟେକରେ ତମର ପ୍ରୋଜ ର ଅଛି ପୋଏଟ୍ରି ର ଅଛି ଆଉ ତମର ଇଏ ଷ୍ଟୋରୀରେ ବି ଅଛି ହେଲା ଏକାଙ୍କିକାରେ ହଁ ବି ସାର୍ ଅଛି ସବୁଥିରେ ତମ 2 ମାର୍କ ଆସିଲା ମାନେ ଲେଖା ଲେଖକଙ୍କ ଯୋଉ କ୍ୱେଶ୍ଚିନ ଆସିଛି ତାର ଲେଖା ଲେଖକଙ୍କ ସୂଚନା ଦବ ତାପରେ ଆନ୍ସର ଲେଖିବ ସେଟା 2 ମାର୍କରେ ଆଉ 3 ମାର୍କରେ ଆକୁ ଦବ ଆଉ 1 ମାର୍କରେ ଗୋଟିଏ ବାକ୍ୟର ଉତ୍ତର ଦିଅ ଜମା ଲେଖିବନି ସେଗୁଡାକ ଆଉ ମଲ୍ଟିପୁଲ ରେ ଜମା ଲେଖିବନି ବୁଝିପାରିଲ ହଁ ସାର୍ ହେଲା ଆଉ ଯୋଉ ତମ ରହିଲା 2 ମାର୍କ ସବୁ ତ ମୁଁ ଡିସ୍କସନ କଲି ସେ ଭିତରେ ହିଁ ସବୁ କିଛି ତମର କବିତାରେ ବି ଅଛି 2 ମାର୍କ ଗୁଡାକ ହେଲା ଆଉ ଏ ସବୁ ଦେଇଛି ତାପରେ 3 ମାର୍କ ଗୁଡା ଦେଖ ଲେଖା ଲେଖକ ସୂଚନା ପାଇଁ 1 ନମ୍ବର ଆଉ ଉତ୍ତର ପାଇଁ 2 ନମ୍ବର ବୁଝିଲା ଏସବୁ ତମେ ହଁ ଲେଖିବ ହେଲା ନୋଟ ଗୋଟେ ବହି ଦେଖି ମାନେ ତମର ସେ କବିତା ଦେଖିକି ତମେ କ୍ୱେଶ୍ଚିନ ଦେଖିକି ଭଲସେ ତମେ ଗୋଟେ ମାନେ ନୋଟ କରିବ ବୁଝିଲା କଲେ ତମେ ଯାଇକି ସେ ଯୋଉ ଏକ୍ଜାମ ବେଳେ ତମେ ଭଲସେ ପଢିପାରିବ ବୁଝିଲା ହଁ ସାର୍ ଆଉ କଣ କିଛି ଅବୁଝା ଅଛି ନା ସବୁ ଜାଣିଲ ହେଲା ଏମିତି ସବୁ କରିବ କଣ କହୁଛ ସାର୍ ଲଙ୍ଗ ହଁ କ୍ୱେଶ୍ଚନ ସାର୍ ଆଇବ ସାର୍ କେତେ ମାର୍କ? ଲଙ୍ଗ କ୍ୱେଶ୍ଚିନ 5 ମାର୍କ ଲଙ୍ଗ କ୍ୱେଶ୍ଚିନ 5 ମାର୍କ 150 ଶବ୍ଦ ମଧ୍ୟରେ ଉତ୍ତର ଦବ ଲଙ୍ଗ କ୍ୱେଶ୍ଚିନ ମୁଁ ଦେବି ବ୍ୟସ୍ତ ହୁଅନି ମୁଁ ଲଙ୍ଗ କ୍ୱେଶ୍ଚିନ ତୁମକୁ ଦେବି ହଁ ହେଲା ସାର୍ ହଁ ସାର୍ ହୁଁ